ସୁସ୍ଥ ଜୀବନ ପାଇଁ ସାତ୍ତ୍ୱିକ ଆହାର କାହିଁକି ଅପରିହାର୍ଯ୍ୟ? ପ୍ରାଣୀର ଭୟରୁ ଜାତ ଷ୍ଟ୍ରେସ୍ ହର୍ମୋନ ମନୁଷ୍ୟର ମନରେ ଥିବା କ୍ରୋଧ ଓ ଉଗ୍ରତାକୁ ବଢ଼ାଇଥାଏ। ସେଥିପାଇଁ ମାଂସ ଆହାରରୁ ମାନସିକ ବିକାର ଓ ହୃଦରୋଗ ସୃଷ୍ଟି ହୋଇଥାଏ। ପିଆଜ ରସୁଣ ଓ ସ୍ନାୟୁତନ୍ତ୍ର ଉତ୍ତେଜନା କରାଇଥାଏ। ଦେଖନ୍ତୁ, ଏଥିରେ ଥିବା ଆଲିସିନ୍ ଓ ସଲଫର ମଣିଷର ମସ୍ତିଷ୍କକୁ ଚଞ୍ଚଳ କରି ଏକାଗ୍ରତା ଓ ମାନସିକ ଶାନ୍ତି ନଷ୍ଟ କରିଦିଏ। ମାଦକ ଦ୍ରବ୍ୟ ଗ୍ରହଣ କଲେ ଅକାଳ ମୃତ୍ୟୁ ହୋଇଥାଏ। ତାହା କିପରି? ନିଶାଦ୍ରବ୍ୟ ନ୍ୟୁରନ୍ ଓ ଶରୀରର ମୁଖ୍ୟ ଅଙ୍ଗକୁ ନଷ୍ଟ କରି ରୋଗ ପ୍ରତିରୋଧ ଶକ୍ତିକୁ ଶେଷ କରିଦିଏ। ସେଥିପାଇଁ ମାଦକ ଦ୍ରବ୍ୟ ହେଉଛି ଅକାଳ ମୃତ୍ୟୁର କାରଣ। ତେଣୁ ତ ଶ୍ରୀ ଶ୍ରୀ ଠାକୁର କୁହନ୍ତି, ସୁସ୍ଥ ଜୀବନ ପାଇଁ ସାତ୍ତ୍ୱିକ ଆହାର ଅପରିହାର୍ଯ୍ୟ। ଆମର ପୂର୍ବ ମୁନି ଋଷିମାନେ ମଧ୍ୟ ଏହି କଥାକୁ ଆମମାନଙ୍କୁ ଶାସ୍ତ୍ର ମାଧ୍ୟମରେ ପ୍ରଚଳିତ କରିଥିଲେ। ଜୟ ଗୁରୁ।